जय श्री जगन्नाथ भाई माने सर्वप्रथम गुरुदेव गणपति ଏବଂ ଜଗଦମାଙ୍କୁ ପ୍ରଣାମ କରି ଆଜିର ଆମେ ବାସ୍ତୁର ସେସନ ଆରମ୍ଭ କରୁଛେ। ଆଜି ବାସ୍ତୁ ସେସନ କ୍ରମରେ ଆମର ପୂର୍ବ ଦିଗର ଦୋଷ ଏବଂ ଦୋଷ ନିରାକରଣର ଗୋଟେ ସିମ୍ପଲ ଭିଡିଓ ଆମେ ବନେଇଥିଲେ। ଅଷ୍ଟଦିଗ ଦୋଷ କ୍ରମରେ ଆମେ ବର୍ତ୍ତମାନ ଆଜି ଜାଣିବା ଆଗ୍ନେୟ ଦିଗର ଆଗ୍ନେୟ କୋଣର ଦୋଷ ଏବଂ ତତ୍ ସହିତ ତାର ଦୋଷର ନିରାକରଣର ପଦ୍ଧତି। ଆମେ ବାସ୍ତୁ ଏଇ କ୍ରମରେ ଏଇ ଯୋଉ ସିରିଜ ଟା ଷ୍ଟାର୍ଟ କରିଛେ ଏ ସିରିଜ ରେ ଆମର 8ଟା ଦିଗର ଦୋଷ ଏବଂ 8ଟା ଦିଗର ଦୋଷ ସହିତ ଆମେ ସେ ଦୋଷର କଣ ଗୋଟେ ପ୍ରିଲିମିନାରୀ ନିରାକରଣ କଣ ରହିବ ତା ବିଷୟରେ ଆମେ ଆଲୋଚନା କରିବା ଏବଂ କରୁଛେ ମଧ୍ୟ। ସର୍ବପ୍ରଥମ ଗୋଟେ କଥା କହିବାକୁ ଚାହେଁ ଏବଂ ଗୋଟେ ମନେ ରଖିବା ବି ଦରକାର ସମସ୍ତଙ୍କର ଯେ ଅଷ୍ଟଦିଗ ଦୋଷ ଟା ଭେରି ଭେରି ଇମ୍ପୋର୍ଟାଣ୍ଟ, ଭେରି ଭେରି ଭାଇଟାଲ ଏଇଥିପାଇଁ କାରଣ ସେମାନେ ବହୁତ ହି ଇମ୍ପାକ୍ଟ ପକେଇଥାନ୍ତି। ସେ ଦିଗର ଦୋଷ ଗୁଡା ବହୁତ ବହୁତ ଇମ୍ପାକ୍ଟ ପକେଇଥାନ୍ତି। କୌଣସି ମେଜର ପ୍ରୋବ୍ଲେମ ଫ୍ୟାମିଲିରେ ଯଦି ଆସୁଛି ସେଇ ମେଜର ପ୍ରୋବ୍ଲେମ ଟା ସେଇ ଦିଗର ଦୋଷରୁ ହିଁ ଆସେ, ଯୋଉ ଦିଗର ଦୋଷ ଥାଏ। ତ ଜେନେରାଲି ସମସ୍ତେ ତ ପଇସା ଦେଇକି ବାସ୍ତୁବିଦ ମାନଙ୍କୁ ଡାକି ପାରିବେ ନାହିଁ। ତେଣୁ ଯଦି କେହି ଭିଡିଓ ମାଧ୍ୟମରେ ଶିଖିକି ନିଜର ଛୋଟ ମୋଟ ରିମେଡି କରିପାରିବାକୁ ଚାହିଁଲେ ଏବଂ ତା ଦ୍ୱାରା ତାର ଫାଇଦା ହେଇପାରେ ତାହେଲେ ବହୁତ ଭଲ କଥା। ତ ଜେନେରାଲି ଆମେ କଣ ବୁଝିବା କି ଆଗ୍ନେୟ କୋଣ ଯୋଉଟା ରହିଲା, ଯୋଉ ଆଗ୍ନେୟ କୋଣଟା ଆମର ଅଛି, ଆଗ୍ନେୟ କୋଣ ବୋଲେ କଣ, କୋଉ କୋଣ ନା ଯୋଉଟା ଦକ୍ଷିଣ ଓ ପୂର୍ବର ଠିକ ମଝି ଜାଗାଟା ସେଟା ହଉଛି ଆଗ୍ନେୟ କୋଣ, ଯୋଉଠି ଜେନେରାଲି ରୋଷେଇ ଘର ଥାଏ ସେଟାକୁ ଆଗ୍ନେୟ କୋଣ କୁହାଯାଏ। ଆଗ୍ନେୟ କୋଣର ଦୋଷର କଣ, ଆଗ୍ନେୟ କୋଣର କଣ କଣ ଦୋଷର ପ୍ରୋବାବିଲିଟି ରହିଛି। ଆଗ୍ନେୟ କୋଣରେ ସେଇଟା କୁ କିଏ ଡିଲ୍ କରୁଛନ୍ତି ନା ଅଗ୍ନି ଡିଲ୍ କରୁଛନ୍ତି। ଅଗ୍ନି ହଉଛନ୍ତି ତାର ସେଇ ଜୋନର ସେଇ କୋଣର ମାଲିକ। ଯଦି ସେଇ ଆଗ୍ନେୟ କୋଣକୁ ଲାଗିକି କୂଅ ଥିବ, ପାଣିର କିଛି ଜିନିଷ ଥିବ, ହ୍ୟାଣ୍ଡପମ୍ପ ଥିବ, ନ୍ୟାଚୁରାଲ ୱାଟର ସୋର୍ସେସ ମାନେ ଯାହା ଦ୍ୱାରା ଆମେ ପାଣି କାଢି ପାରିବା, ମାନେ ଆଗ୍ନେୟ କୋଣ ଆଗ୍ନେୟ ଦିଗକୁ ଲାଗିକି ମାନେ ରୋଷେଇ ଘରକୁ ଲାଗିକି ମାନେ ଅଳ୍ପ କିଛି ଡିଷ୍ଟାନ୍ସରେ ହବ, ଘରର ହାଇଟ ଯେତିକି ସେତିକି ଡିଷ୍ଟାନ୍ସ ରେ ଯଦି ଲାଗିକି କିଛି ୱାଟର ର ଜିନିଷ ଗୁଡାକ ଅଛି ଦେନ୍ ସେଇଠି ଆଗ୍ନେୟ କୋଣ ଦୋଷ ଯୁକ୍ତ ହେଇଯାଏ। ସବୁଠୁ ସମସ୍ତେ କହିବେ ଯେ ୱାଟର ପାଇପ ରେ ୱାଟର ଅଛି, ରୋଷେଇ ଘରେ ୱାଟର ଅଛି, ସେଠି କଣ ଦୋଷଯୁକ୍ତ ହେଲାନି। ତାପରେ ମୁଁ ସେ ଇଏ କୁ ଯାଉନି, ମାନେ କଣ ସେ ଆର୍ଗୁମେଣ୍ଟ କୁ ଯାଉନି। ଭାଇ ନିଆଁ ପାଣିରେ ନିଆଁ ସହିତ ପାଣି ନ ରହିଲେ ରୋଷେଇ କଣଟା ହବ। ଆଉ ତମେ ତ ଜଣେ ରୋଷେଇ କରିବ ସେଠି, ଜଣେ ରୋଷେଇ କରିବ ଏଠି, ତେଣୁ ପାଣି ଟାକୁ ସେଠି ପ୍ରିଜର୍ଭ ଆକାରରେ ରଖା ହେଇଛି। ତାପରେ ନିଆଁକୁ ଯଦି କଣ୍ଟ୍ରୋଲ ୟୁ କରି ନ କରିଲେ ତାହେଲେ ରୋଷେଇ ବି ଜଳିବ, ରୋଷେଇ ଖାଇବା ଖରାପ ହେଇଯିବ ନା। ତେଣୁ ସେ ଡିବେଟ କୁ ମୁଁ ଯାଉନି, ମୁଁ ଖାଲି ଏତିକି କହୁଛି ଆଗ୍ନେୟ କୋଣରେ ଯଦି କିଛି ୱାଟରର, ଆଗ୍ନେୟ କୋଣକୁ ସଂଲଗ୍ନ କରିକି ଯଦି କିଛି ୱାଟରର ଜିନିଷ ଥାଏ, ୱାଟରର ଜିନିଷ ମାନେ ଇନ ଦ୍ୟାଟ କଣ୍ଟେକ୍ସ କଣ ୱାଟରର ଜିନିଷ ନା କୂଅ ଥାଏ, ନଳକୂଅ ଥାଏ ବା କିଛି ଗଡିଆ ଫଡିଆ ଥାଏ, ତାହେଲେ ସେଇଠି ଆଗ୍ନେୟ କୋଣ ଦୋଷଯୁକ୍ତ ହେଇଯାଏ। ଏବଂ ଆଗ୍ନେୟ କୋଣ ରୋଷେଇ ଘରଟା ଯୋଉଠି ରୋଷେଇ ଘରଟା ଆଗ୍ନେୟ କୋଣରେ ରହେ, ଧର ସେ ଆଗ୍ନେୟ କୋଣରେ କିଏ ଗାଧୁଆ ଘର କରିଦେଲା, କି କିଏ ଠାକୁର ଘର କରିଦେଲା, କି କିଏ ବେଡରୁମ କରିଦେଲା, ତାହେଲେ ସେଠି ବି ଆଗ୍ନେୟ କୋଣ ଦୋଷଯୁକ୍ତ ହେଇଗଲା। ଠିକ ଅଛି। ଯଦି ଭାଇ ଏ ଦିଗଟା ହଉଛି ଶକ୍ତିର ଦିଗ ଏବଂ ଧନର ଇନକମ ଯୋଉଟା ହବ ସେଟା ଏଇ ଦିଗରୁ ହୁଏ। ଯଦି ଏ ଦିଗରେ କୌଣସି ପ୍ରୋବ୍ଲେମ ରହେ, ସର୍ବପ୍ରଥମ କଣ ହବ, ଲୋକକୁ ଶ୍ୱାସ ରୋଗ ହବ। ସେ ଘରର ମାଲିକକୁ ଶ୍ୱାସ ରୋଗ ହବାର ସମ୍ପୂର୍ଣ୍ଣ ସମ୍ଭାବନା ଅଛି। ଏବଂ ସେ କାର୍ଯ୍ୟଭାର କରିବା ପାଇଁ କଷ୍ଟ, ମାନେ ସେ ଘରର ଯୋଉ ଲୋକ ଯିଏ ହେଡ ଥିବେ ସେ କାର୍ଯ୍ୟଭାର ନବା ପାଇଁ ଏତେ ମନ ଦେବେ ନାହିଁ। ଯଦି ପୂର୍ବ ଦିଗର ମାନେ ଘରର କାହାର ପୂର୍ବ ଦିଗରେ ସଡକ ଅଛି, ମାନେ ସଡକ ମାନେ ରାସ୍ତା ଅଛି, ଏବଂ ଆଗ୍ନେୟ କୋଣଟା ଯଦି ସରିଗଲା ମାନେ ଆଗ୍ନେୟ କୋଣ ଛୋଟ ହେଇଗଲା, ତାହେଲେ ସେଠି କଣ ହବ, ପୂର୍ବ ଦିଗ ମାନେ ଇମାଜିନ କର ପୂର୍ବ ଦିଗକୁ ହେଇଗଲା ତମର ରୋଡ ଅଛି, ରୋଡ ଟା ଏମିତି ବୁଲିଛି ଯେ ଆଗ୍ନେୟ କୋଣ ଟା ଛୋଟ ହେଇଗଲା, ତାହେଲେ ସେ ଘର ପରାଧୀନ ହେଇଯିବ, ସେ ଘର ପରାଧୀନ ହେଇଯିବ। ତାପରେ ରହିଲା କଣ
ନା ପୂର୍ବ ଆଉ ଆଗ୍ନେୟ ଦିଗରେ ଯଦି ଦ୍ୱାର ଥାଏ, ପୂର୍ବ ଓ ଆଗ୍ନେୟ, ପୂର୍ବ ଓ ଆଗ୍ନେୟ ମାନେ ଆଗ୍ନେୟ କୋଣ ଏବଂ ପୂର୍ବ ଦିଗ, ଆଗ୍ନେୟ କୋଣ ପୂର୍ବ ଦିଗ ଭିତରେ ଯୋଉ ଜୋନଟା ଅଛି ସେଠି ଯଦି ଦ୍ୱାର ଥାଏ, ତାହେଲେ ସେ ଘରେ ଚୋରିର ଭୟ ରହେ ଏବଂ ଅଗ୍ନି ଲାଗିଯିବାର, ତୁରନ୍ତ ନିଆଁ ଲାଗିଯିବାର ଭୟ ରହେ। ଏବଂ ତା ସହିତ ଘରେ କଣ ହୁଏ ନା କଳହ ହୁଏ, କଳି ହୁଏ। ଯଦି ଅଗ୍ନି କୋଣର ପୂର୍ବ ପଟଟା, ଅଗ୍ନିକରଣର ପୂର୍ବ ପଟଟା ଯଦି ଉନ୍ନତ ହୁଏ, ଅଗ୍ନି କୋଣରୁ ପୂର୍ବ ପଟଟା ଯଦି ହାଇଟ୍ ହେଇଗଲା, ସେ ଘରେ ଜେନେରାଲି ଧନ ଜୀବନ ନଷ୍ଟ ହୁଏ ଏବଂ ସମ୍ପତ୍ତି ମଧ୍ୟ ନଷ୍ଟ ହୁଏ। ଘରର ଅନ୍ୟ କୋଣ ଗୁଡାକର ତୁଳନାରେ ଯଦି ଅଗ୍ନି କୋଣ ହାଇଟ୍ ହେଇଗଲା, ତାହେଲେ ସେ ଆଉ କି ୱାଟର ରିସୋର୍ସ ଆସିଗଲା, ତାହେଲେ ମୋ ଜାଣିବାରେ ସେ ଘରରେ କୋର୍ଟ କେସ୍ ହବାଟା ଥୟ। ସବୁବେଳେ ରୋଗ ଲାଗି ରହିବ, ସେ ଘରେ ଲୋକମାନଙ୍କ ଭିତରେ କଳହ ଲାଗି ରହିବ ଏବଂ ତା ସହିତ ଅଗ୍ନି କୋଣ ଯେହେତୁ ଅଗ୍ନିର ଭୟ ରହିବ ହିଁ ରହିବ। ଯଦି ଦକ୍ଷିଣ ମାନେ ସାଉଥ, ଅଗ୍ନି କୋଣର ସାଉଥ ପଟଟା ଯଦି ଡାଉନ ହେଇଗଲା, ଆଉ ବାୟୁ କୋଣ ଆଉ ଈଶାନ କୋଣ ଯଦି ଉଚ୍ଚ ହେଇଗଲା, ତାହେଲେ ସେ ଘରେ କେବେ ବି ପଇସା ଅଣ୍ଟିବ ନାହିଁ। ଏବଂ ସେ ଘରେ ଯେମିତି ହେଲେ ଲୋକ ଯେମିତି ମୁଢି ଖାଆନ୍ତି ସେଇଭଳିଆ ସେମାନେ ମେଡିସିନ ଖାଇବାକୁ ବାଧ୍ୟ, ତାଙ୍କ ଦେହ ସବୁବେଳେ ଖରାପ ହବା କଥା ହବ। ଆଉ ଅଗ୍ନି କୋଣ ଉଚ୍ଚ ହେଇକି ଯଦି ନୈଋତ୍ୟ କୋଣ, ବାୟବ୍ୟ କୋଣ, ଈଶାନ୍ୟ କୋଣ ନିମ୍ନ ହେଇଗଲା, ତାହେଲେ ସେ ଘରର ସବୁତିକ ଅପଯଶ କୀର୍ତ୍ତି ଅପଯଶ ସେ ଘରକୁ ମିଳିବା କଥା ମିଳିବ ଏବଂ ପିଲାମାନେ ଘରର ଲୋକମାନଙ୍କ ଭିତରେ ତ ସାମଞ୍ଜସ୍ୟ ରହିବନି ଆଉ ପିଲାମାନେ ୱେବାର୍ଡ ହେଇଯାଆନ୍ତି। ଯଦି ଏଇ ଭଳିଆ ସିମ୍ପଟମ୍ସ କିଛି ରହୁଛି, ତାହେଲେ ଆପଣ ମାନେ ଜାଣିବେ ଯେ ଆପଣ ମାନଙ୍କର ଆଗ୍ନେୟ କୋଣରେ ଦୋଷ ରହୁଛି। ସର୍ବପ୍ରଥମ ଗୋଟେ କଥା ମନେ ରଖ କି ଅଗ୍ନି କୋଣର ଦେବତା ହଉଛନ୍ତି ଅଗ୍ନି, ଠିକ ଅଛି, ଏବଂ ଗ୍ରହ ହଉଛନ୍ତି ଆମର ଶୁକ୍ର, ମାନେ ଦିଗପାଳ ହଉଛନ୍ତି ଅଗ୍ନି ଆଉ ଗ୍ରହ ହଉଛନ୍ତି ଶୁକ୍ର। ଭାଇ ଶୁକ୍ରରୁ ଆମେ କଣ ଦେଖୁ? ଧନ, ସମ୍ପଦ, ରିଲେସନ, ଜୁଏଲେରୀ ଏବଂ ଦେହର ସୁସ୍ଥତା, ସମସ୍ତଙ୍କ ସହିତ ଗୋଟେ ସାମାଜିକ ରିଲେସନସିପ ଟା ଗୋଟେ ମେଣ୍ଟେନ କରିକି ରଖିବା, କଳା, ସଙ୍ଗୀତ, ଭୋଗ ବିଳାସ, ଐଶ୍ୱର୍ଯ୍ୟ, ଏଗୁଡା ସବୁ ଆମେ ଶୁକ୍ରଙ୍କୁ ଦେଖୁ। ଏଇଗୁଡାକ ଗୋଟେ ଜେନେରାଲ ପରିବାର ନିହାତି ଆବଶ୍ୟକ। ଏବଂ ଆହୁରି ମଧ୍ୟ ଆମେ ଶୁକ୍ରଠୁ କଣ ଦେଖୁ ନା ମେଲ ଚାର୍ଟ ରେ ପୁରୁଷ ମାନଙ୍କ ପାଇଁ ଶୁକ୍ର ହଉଛନ୍ତି ସ୍ତ୍ରୀର କାରକ, କାମର କାରକ, ବୀର୍ଯ୍ୟର କାରକ ଏବଂ ସନ୍ତାନ ଉତ୍ପତ୍ତିର କାରକ। ଠିକ ଅଛି ନା? ତେଣୁ ଯଦି ଅଗ୍ନି କୋଣ କୌଣସି ଇଏକୁ ମାନେ ପ୍ରୋବ୍ଲେମ ହେଲା, ଆଗ୍ନେୟ କୋଣରେ ପ୍ରୋବ୍ଲେମ ହେଲା, କାଳ ପୁରୁଷ କୁଣ୍ଡଳୀରେ ଯଦି ତମ ମାନଙ୍କର ମନେ ଥିବ, ତାହେଲେ ଶୁକ୍ର ଦିଟା ଘରକୁ ରୁଲ କରନ୍ତି, ଦ୍ଵିତୀୟ ଘର ଆଉ ଗୋଟେ ହେଲା ସପ୍ତମ ଘର। ଦ୍ଵିତୀୟ ଓ ସପ୍ତମ ଘରୁ କାଳପୁରୁଷ କୁଣ୍ଡଳୀରେ ଯୋଉ ଯୋଉ ଅଙ୍ଗ ଗୁଡାକ ମଣିଷର ଦେଖାଯାଏ, ହୁଏତ ହେଇପାରେ ଗୃହକର୍ତ୍ତାଙ୍କୁ ସେଇ ଅଙ୍ଗରେ ପ୍ରୋବ୍ଲେମ ଆସିପାରେ। ଯଦି ଏ ଦିଗରେ କୌଣସି ପ୍ରୋବ୍ଲେମ ଥାଏ, ତାହେଲେ ସେ ଘରର ଗୃହକର୍ତ୍ତାଙ୍କୁ ଦାମ୍ପତ୍ୟ ସୁଖରେ କମି ମେହସୁସ ହୁଏ। ଏବଂ କେବଳ ସେଇଆ ନୁହଁ, ଅଗ୍ନି କୋଣ ଆଜିକାଲି ଯୋଉ ଆପଣ ମାନେ ଡାଇବେଟିସ ରୋଗଟାକୁ ଏତେ ଫ୍ରିକୁଏଣ୍ଟ ଦେଖୁଛନ୍ତି, ଅଗ୍ନି କୋଣରେ ଗଡବଡ ଥିଲା ମାନେ ସେ ଡାଇବେଟିସ ରୋଗ ଦେବା କଥା ଦେବ। ଏବଂ ତା ସହିତ ଯଦି ଏକ୍ସଟ୍ରା ଆମାଉଣ୍ଟର ଖରାପ ଅଛି, ତାହେଲେ ସେ ଘରେ ନୂଆ ସନ୍ତାନ ସନ୍ତତି ଉତ୍ପତ୍ତି ହେବେ, ନପୁଂସକତା ଦେବ ଏବଂ ଜନନେନ୍ଦ୍ରିୟ ଜେନିଟାଲ୍ସ ରିଗାର୍ଡିଂ ପ୍ରୋବ୍ଲେମ ଟା ଦବ ଏବଂ ଯୋଉଟା ଛାତି ଯୋଉ ଚେଷ୍ଟ ଅଛି, ଚେଷ୍ଟ ପେନ ରୋଗ ଟା ଦେବ। ଏଇଟା ହେଲା କ୍ଲିୟର କଟ କଥା। ଏଇଟା ଆଗ୍ନେୟ କୋଣର ଆଟ୍ରିବ୍ୟୁଟ୍ସ ବିଷୟରେ ମୁଁ କହିଲି କି ଏଇଆ ଯଦି ପ୍ରୋବ୍ଲେମ ଆପଣ ମାନଙ୍କର ହଉଛି, ତାହେଲେ
ଗୋଟେ ବାସ୍ତୁବିତ୍ କୁ ଡାକନ୍ତୁ, ଯୋଉ ବାସ୍ତୁବିତ୍ କୁ ଡାକିକି ଯେକୌଣସି ଗୋଟେ ଭଲ ଜାଣିଥିବା ବାସ୍ତୁବିତ୍ କୁ ଡାକନ୍ତୁ, ଏବଂ ସେ ଆଗ୍ନେୟ କୋଣର କଣ କରାଯାଇ ପାରିବ ତା ସହିତ ବସିକି ଡିସ୍କସନ କରନ୍ତୁ, ସେ ତାଠୁ ଶାସ୍ତ୍ରୋଚିତ କଥା ଶୁଣନ୍ତୁ ଏବଂ ତଦନୁପାତିକ କାର୍ଯ୍ୟ କରି ଆପଣଙ୍କର ସେ ପ୍ରୋବ୍ଲେମ ଟାକୁ ନିରାକରଣ କରନ୍ତୁ। ଏଇଟା କେବଳ ଗୋଟେ ଡିସ୍କସନ ମାଧ୍ୟମରେ ମୁଁ ମୋର କହିଲି କି କାରଣ ସ୍ଥାନ କାଳ ପାତ୍ର ହିସାବରେ ଆମକୁ ରିମେଡି ଦେବାକୁ ପଡେ। ଏମିତି ନାହିଁ କି ଏମିତି ବି ହେଇପାରେ ଗୋଟେ ଜାଗାରେ ଭଲ ସେ ଅଧିକା ପଇସା ଖର୍ଚ୍ଚ କରି ରିମେଡି ଦେବାକୁ ପଡିବ, ଗୋଟେ ଜାଗାରେ ଦୁବ ଘାସରେ ମଧ୍ୟ ସେ ରିମେଡି ହେଇପାରିବ। এটা ଡିପେଣ୍ଡ କରେ କି ଆକ୍ଚୁଆଲି ସେ ଜାଗାର ପ୍ରୋବ୍ଲେମ ଟା କଣ ଅଛି, ଠିକ ଅଛି ନା। କିନ୍ତୁ ନର୍ମାଲି ଯଦି ଆଗ୍ନେୟ କୋଣରେ କୌଣସି ପ୍ରୋବ୍ଲେମ ଥାଏ, ତାହେଲେ ଘରର ଦୁଆର ଉପରେ, ଆଗରେ ଏବଂ ପଛରେ ବାସ୍ତୁ ଦୋଷ ନାଶକ ସବୁଜ ଗଣପତିଙ୍କର ପିକ୍ଚର ଟାକୁ ସ୍ଥାପନ କରିବାକୁ ପଡିବ। ଆଜିକାଲି ସବୁ ମିଳିଯାଉଛି ବଜାରରେ, ଟାଇଲ ରେ ଖୋଦେଇକି ଆସୁଛି, ଆପଣ ଲଗେଇ ପାରିବେ। ଘରର ଦ୍ୱାରରେ ଲଗେଇବେ, ଅଗ୍ନି ଘରର ଦ୍ୱାରର ଉପରେ ଏବଂ ପଛରେ, ଠିକ ଅଛି, ଆଗରେ ପଛରେ ବୋଥ ସାଇଡରେ ଲାଗିବ। ଘରର ଦ୍ୱାରର ମାନେ ଯୋଉଠି ଘରର ଦ୍ୱାର ଅଛି, ସେଇ ଘର ଦ୍ୱାର ଆଗରେ ପଛରେ ବୋଥ ସାଇଡରେ ବାସ୍ତୁନାଶକ ସବୁଜ ରଙ୍ଗର ଗଣପତିଙ୍କୁ ସ୍ଥାପନ କରିବା ଉଚିତ। ତତ୍ ସହିତ ଯଦି ସେ ଘରେ ପିଆଜ ରସୁଣ ପଶୁ ନଥିବ, ସେ ଘରରେ ସାତ୍ವಿକତା ମେଣ୍ଟେନ ହଉଥିବ, ଯଦି ଆଗ୍ନେୟ କୋଣର ଦୋଷ, ସାତ୍ବିକତା ଭେରି ଭେରି ଇମ୍ପୋର୍ଟାଣ୍ଟ, ଯଦି ମେଣ୍ଟେନ ହଉଥିବ, ତାହେଲେ ସେଠି ତମେ ସ୍ଫଟିକ ଶ୍ରୀ ଯନ୍ତ୍ର ସ୍ଥାପନ କରି ଶ୍ରୀ ସୂକ୍ତ ପାଠ କରିବା ଉଚିତ ଆଗ୍ନେୟ କୋଣରେ। ଏଇଟା କେବଳ ସାତ୍ବିକ ଲୋକମାନେ କରିବେ। ପିଆଜ ରସୁଣ ଘରେ ପୁରେଇକି ସେ ଶ୍ରୀ ଯନ୍ତ୍ର ରଖିକି ତମେ ଶ୍ରୀ ସୂକ୍ତ ପାଠ କଲେ, ସେ ଆହୁରି ଖରାପ କରିବ ବରଂ ଭଲ କରିବନି, କାରଣ ସେ ସାତ୍ବିକତାର ସେଟା ଉପାସନା। ଏବଂ ଜେନେରାଲି ନର୍ମାଲ ରିମେଡି ହିସାବରେ ଶୁକ୍ର ଯନ୍ତ୍ର ସ୍ଥାପନ କରିପାରିବ, ଶୁକ୍ରଙ୍କର ବୀଜ ମନ୍ତ୍ର ଜାପ କରିପାରିବ। ତମେ ଯାହା ବି କର, ରିମେଡି ମାନେ ନୁହଁ ଯେ ରିମେଡି କରିଦେଲେ ମତେ ରେଜଲ୍ଟ ମିଳିଯିବ। ରିମେଡି ମାନେ ହେଲା ଏଇଆ କି ମୁଁ ବାସ୍ତବ ଭାବରେ ସେଇ ଯୋଉ ରିମେଡି କରିଦେଲେ ରେଜଲ୍ଟ ମିଳିଯିବ, ମୁଁ ଏଇ ଅର୍ଥରେ କହିଲି ଯେ ଆକ୍ଚୁଆଲି ମୋର ଦିଗଟା ଖରାପ ଥିବ, ସେଥିରେ ସେ ଦିଗରେ ପ୍ରୋବ୍ଲେମ ଥିବ। ମୁଁ ରିମେଡି କରିବି କଣ ନା, ଯୋଉଠି ଯୋଉ ଭଳି ଭାବରେ ରିମେଡି ଦରକାର ସେଇଭଳି ଭାବରେ ଯଦି କରେ, ଯଦି ଆପଣ ମାନଙ୍କ ଭିତରୁ କିଏ ଆଗ୍ନେୟ କୋଣରେ ଦେବତାଙ୍କ ମୂର୍ତ୍ତି ସ୍ଥାପନ କରିଥିବ, ତାହେଲେ ସେ ଘରେ କେତେ ପ୍ରୋବ୍ଲେମ ସମସ୍ତେ ଅନୁଭବ କରିଛନ୍ତି। ତାହେଲେ ସେ କ୍ଷେତ୍ରରେ ଆମେ କଣ ଦେବତାଙ୍କ ସ୍ଥାନଟାକୁ, ଠାକୁର ଘରଟାକୁ ଅଲଗା ଜାଗାକୁ ନେଇଯିବା, ନର୍ଥ ଇଷ୍ଟ କୁ ନେଇଯିବା କି ୱେଷ୍ଟ କୁ ନେଇଯିବା। ସେମିତି କରିଦେଲେ କଣ ସେଠି ଆଉ ଭାଙ୍ଗିବାକୁ ପଡିଲାନି, କିଛି ବୀଜ ମନ୍ତ୍ର ଜପିବା କିଛି ଦରକାର ନାହିଁ, କି ଶ୍ରୀ ଯନ୍ତ୍ର ସ୍ଥାପନ କରିବା କିଛି ଦରକାର ନାହିଁ। ମୁଁ ଗୋଟେ ଇନଷ୍ଟାନ୍ସ ଦଉଛି, ଯୋଉଠି ଦେଖିଲ କିଛି ଆଉ କରାଯାଇ ପାରିବ ନାହିଁ, ଭଙ୍ଗା ବି ଯାଇପାରିବ ନାହିଁ, ଏମିତି ଅସୁବିଧା ହେଇଯାଇଛି, ସେଠି ତମେ ଯାହା ବି ରିମେଡି ଦେଲେ ସେ ରିମେଡି କଣ କାମ କରିବ? ଥରେ ଭାବିକି ଦେଖ, ଗୋଟେ ଲୋକର ଦିଟା ଗୋଡ, ଦିଟା ଗୋଡରୁ ଗୋଟେ ଗୋଡ କଟିଗଲା, ସେ ଗୋଟେ ଗୋଡ ଲଗେଇକି ଚାଲିଲା, ସେ ଚାଲିବାଟା ଯୋଉ ଚାଲିବା ହେବ, ଆଉ ଗୋଟେ ଲୋକର ସେମିତି ଦିଟାକ ଗୋଡ ଆଜ ୟୁଜୁଆଲ ଓରିଜିନାଲ ଅଛି, ସେ ଯୋଉ ଚାଲିବାଟା ଚାଲିବ, ତା ଭିତରେ କଣ ଫରକ ନାହିଁ? ଏଇ ବେସିକ କନସେପ୍ଟ ଜାଣିବା ଦରକାର। ସ୍ଥାନ କାଳ ପାତ୍ର ଆଉ ଏକ୍ସପିରିଏନ୍ସ, ଏଇ ଚାରିଟା ବହୁତ ଜାଗାରେ କାମ କରେ। କେବେ ନଲେଜ ର ଗଭର୍ଣ୍ଣମେଣ୍ଟ କରିବା କଥା ନୁହଁ, ମୁଁ ଦେଇଥିଲି ଆମକୁ ଦେଇଥିଲା ସେମିତି ଦେଇଥିଲା। ବିଦ୍ୟାର ଅଧିକାରୀ ଯୋଉମାନେ ଯୋଉମାନେ ଆକ୍ଚୁଆଲି ବିଦ୍ୟା ଜାଣିଛନ୍ତି, ସେମାନେ କେବେ ବି କହିବେନି ଯେ, ହୁଏତ ମାନେ ଏତେ ଗର୍ବ ଦେଖେଇ କହିବେନି, ସେମାନେ ଶାସ୍ତ୍ରୋଚିତ କଥା କହିବେ, ଚୁପ ରହିବେ, ଠିକ ଅଛି ନା। କାରଣ କେହି ସମ୍ପୂର୍ଣ୍ଣ ଭାବରେ କୌଣସି ଶାସ୍ତ୍ର ଜାଣିନି, ଗୁଡା ଗୁପ୍ତ ବିଦ୍ୟା ଗୁଡା, କେହି ସମ୍ପୂର୍ଣ୍ଣ ଭାବରେ ଶାସ୍ତ୍ରକୁ ଜାଣିନାହାନ୍ତି। ହଁ, ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ, ଏଇଟା ସେଠି ହେଇଥିଲା, ଏ ଜାଗାରେ ଏଇ ଜାଗାଟା ହେଇଥିଲେ, ଏଇଟା ବୋଧେ ଏଇ ହେଇପାରେ, ପ୍ରୋବାବିଲିଟି, ଠିକ ଅଛି। ତେଣୁ ଇଏ ଥିଲା ଆଜି ଆମର ଆଗ୍ନେୟ କୋଣର ଦୋଷ ଏବଂ ଛୋଟ ଛୋଟ ରିମେଡି ଆଗ୍ନେୟ ଦିଗର ଦୋଷ ନିବାରଣ କରିବା ନିମନ୍ତେ। ତେବେ ଆଜିର ସେସନ ପାଇଁ ଏତିକି। ପୁଣି କାଲି ଆମେ କିଛି ନୂଆ ପଢିବା ଅନ୍ୟ ଦିଗର ଦୋଷ ବିଷୟରେ। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।